ଓଡ଼ିଶାରେ ପ୍ରଳୟଙ୍କରୀ କାଳବୈଶାଖୀ ଆଲର୍ଟ, ପ୍ରବଳ ପବନ ସହ ବର୍ଷା ଆଶଙ୍କା। ଆଜିର ପାଣିପାଗକୁ ନେଇକି ଆସିଥିବା ସମ୍ପୂର୍ଣ୍ଣ ଅପଡେଟ୍ ଉପରେ ଚାଲନ୍ତୁ ନଜର ପକାଇବା। ତା ପୂର୍ବରୁ ଯଦି ଭିଡ଼ିଓଟି ଭଲ ଲାଗେ ଗୋଟେ ଲାଇକ୍ ଗୋଟେ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଓଡ଼ିଶାରେ ଏବେ ଏକ ଅଭାବନୀୟ ଦ୍ୱିମୁଖୀ ପାଗ ଦେଖିବାକୁ ମିଳିଛି। ରାଜ୍ୟରେ ଗୋଟିଏ ପଟେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ତୋଫାନର ସମ୍ଭାବନା ଥିବାବେଳେ ଅନ୍ୟପଟେ ପଶ୍ଚିମାଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ଚରମ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ପ୍ରବଳ ଝଡ଼ ପବନ ଏବଂ ବଜ୍ରପାତ ଆଶଙ୍କା ଥିବା ଅଞ୍ଚଳଗୁଡ଼ିକୁ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି। ପାଣିପାଗ ବିଭାଗର ବୁଲେଟିନ୍ ଅନୁଯାୟୀ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ। ଏହି ସମୟରେ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହ ବଜ୍ରପାତ ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଏବଂ କନ୍ଧମାଳ ଭଳି ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ପ୍ରକୋପ ଅଧିକ ରହିବା ଆଶଙ୍କା ଥିବାରୁ ସେଠାରେ ସ୍ପେଶାଲ ଆଲର୍ଟ ଜାରି ହୋଇଛି। ଏହା ବ୍ୟତୀତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରାୟ 13ରୁ ଅଧିକ ଜିଲ୍ଲାରେ ଝଡ଼ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି। ଝାରସୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗୀର ଭଳି ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଏହି ଅଞ୍ଚଳଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବା ଏଠାରେ ସିଭିୟର ହିଟ୍ ୱେଭ୍ ପାଇଁ ଅଲଗା ଭାବେ ଅରେଞ୍ଜ ଆଲର୍ଟ ଦିଆଯାଇଛି। ପାଣିପାଗ ବିଜ୍ଞାନୀ ସୂଚନା ଅନୁଯାୟୀ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ତାପମାତ୍ରା ଅଧିକ ଥିବାରୁ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ 2ରୁ 3 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ମିଶ୍ରିତ ପାଗର ପ୍ରଭାବ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି।